ଶ୍ରୋତାବନ୍ଧୁ ଭାରତୀୟ ଅନୁବାଦ ସାହିତ୍ୟ କ୍ଷେତ୍ରରେ ଯଶସ୍ୱିନୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦିକା ବିଳାସିନୀ ମହାନ୍ତିଙ୍କୁ ଆମେ ପୂର୍ବରୁ ଶୁଣିଛେ। ଆଜି ପୁଣି ଥରେ ତାଙ୍କ ଦ୍ୱାରା ଅନୁଦିତ ଶ୍ରେଷ୍ଠ ଫରାସୀ ଗଳ୍ପ ସଂକଳନସ୍ଥ ଏକ ଚମତ୍କାର କ୍ଷୁଦ୍ର ଗଳ୍ପ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି, ଯାହାର ମୂଳ ଲେଖକ ହେଉଛନ୍ତି ଏମିଲ ଜୋଲା ଏବଂ ଅନୁବାଦ ଶୀର୍ଷକ ହେଉଛି ମହାବିନାଶ। ଏମିଲ ଜୋଲାଙ୍କ ସମ୍ପର୍କରେ ଅନୁବାଦିକା ବିଳାସିନୀ ମହାନ୍ତି ଲେଖନ୍ତି, ପ୍ୟାରିସ୍ ସହରରେ ଜନ୍ମଗ୍ରହଣ କରିଥିବା ପ୍ରକୃତିବାଦୀ ଆନ୍ଦୋଳନର ପୁରୋଧା ଏମିଲ ଜୋଲା ରୋମାଣ୍ଟିକ ଶୈଳୀରେ ଲେଖା ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ କାଳରେ ବାସ୍ତବବାଦ ଓ ବୈଜ୍ଞାନିକ ପ୍ରତ୍ୟକ୍ଷବାଦ ତଥା ନିଶ୍ଚୟବାଦ ଦ୍ୱାରା ପ୍ରଭାବିତ ହୋଇଥିଲେ। ଶୈଶବରୁ ପିତୃସୁଖରୁ ବଞ୍ଚିତ ଜୋଲା ପାରମ୍ପରିକ ଶିକ୍ଷା କ୍ଷେତ୍ରରେ ଥିଲେ ବିଫଳ। କିଛି କାଳ ଏକ ସିପିଂ ଫାର୍ମ ଓ ପ୍ରକାଶନୀ ସଂସ୍ଥାରେ କାର୍ଯ୍ୟ କଲା ପରେ ସେ ସାରସ୍ୱତ ଜୀବନକୁ ସମ୍ପୂର୍ଣ୍ଣ ଆଦରି ନେଇଥିଲେ। ତାଙ୍କର ଆଦର୍ଶ ଥିଲେ ମହାନ ଫରାସୀ ଔପନ୍ୟାସିକ ବାଲଜାକ୍। ବାଲଜାକଙ୍କ ଦ ହ୍ୟୁମେନ୍ କମେଡି ଉପନ୍ୟାସ କ୍ରମ ପରି ସେ 20ଟି ଉପନ୍ୟାସ ରଚନା କରିଥିଲେ। ଲେସ୍ ରଅନ୍ ମାର୍କ୍ୱାର୍ଟ ଶୀର୍ଷକରେ ଦ ଏକ୍ସପେରିମେଣ୍ଟାଲ ନୋଭେଲ ପୁସ୍ତକରେ ସେ ଉପସ୍ଥାପିତ କରିଥିଲେ ପ୍ରକୃତିବାଦର ତତ୍ତ୍ୱ। ଜର୍ମିନାଲ, ଦ ଅର୍ଥ, ଦ ହ୍ୟୁମେନ୍ ବିସ୍, ଦ ଡିବାକଲ, ଡକ୍ଟର ପାସ୍କଲ, ଦ ଥ୍ରୀ ସିଟିଜ୍, ଦ ଫୋର ଗୋସ୍ପେଲ୍ସ ଆଦି ତାଙ୍କର ଉଲ୍ଲେଖଯୋଗ୍ୟ କୃତି। ଗୀତିମୟ ଓ ଅଭିବ୍ୟକ୍ତିବାଦୀ ବର୍ଣ୍ଣନା ଶୈଳୀରେ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରିବା ଜୋଲାଙ୍କ ରଚନାର ବୈଶିଷ୍ଟ୍ୟ। ମାନବୀୟ ପ୍ରଗତି ଉପରେ ସେ ଦୃଢ଼ ବିଶ୍ୱାସ ପୋଷଣ କରନ୍ତି ଓ ସ୍ୱଭାବ ସୁଲଭ ଭ୍ରାତୃତ୍ୱ ଓ ସହାବସ୍ଥାନ ହିଁ ପ୍ରଗତିର ମୂଳ ମନ୍ତ୍ର ବୋଲି କହି ରଖନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଭାରତୀୟ ଅନୁବାଦ ସାହିତ୍ୟର ଜଣେ କୃତବିଦ୍ୟ ଅନୁବାଦିକାଙ୍କୁ, ତାଙ୍କ ଦ୍ୱାରା ଲିଖିତ ଶ୍ରେଷ୍ଠ ଫରାସୀ ଗଳ୍ପ, ଯାହାକି ଅନୁଦିତ ପୁସ୍ତକ ତାର ଏକ ଚମତ୍କାର କ୍ଷୁଦ୍ର ଗଳ୍ପ ଆଜି ଆମେ ଶୁଣୁଛେ, ଯାହାର ଶୀର୍ଷକ ହେଉଛି ମହାବିନାଶ। ମୂଳ ଲେଖକ ଏମିଲ ଜୋଲା, ଅନୁବାଦିକା ବିଳାସିନୀ ମହାନ୍ତି। ଜୁନ୍ର ଏକ ଉଷ୍ମ ସନ୍ଧ୍ୟା ପ୍ୟାରିସ୍ରୁ ଲେ ହାୱାରେ ଯାଉଥିବା 36 ଏକ୍ସପ୍ରେସର ଥ୍ରଟଲ୍ ଉପରେ ଥିଲା ଜକ୍ୟୁକ୍ସ। ଏହାର 608 ନମ୍ବର ଇଞ୍ଜିନ ବିଷୟରେ ମଜାରେ କୁହାଯାଏ ଯେ ତାହା କୁଆଁରୀ କନ୍ୟା ଭଳି ତାକୁ ଚଳାଇବା ଏତେ ସହଜ ନୁହେଁ। ସେଦିନ ରାତ୍ରିରେ ପରିବେଶ ଏତେ ସୁଖଦ ଥିଲା ଯେ ସେ ଇଞ୍ଜିନକୁ ତାର ମନ ମୁତାବକ ଛାଡ଼ିଦେଲା ଏବଂ ସ୍ୱୟଂ ଗ୍ରୀଷ୍ମର ସୁଗନ୍ଧିତ ପବନର ଆନନ୍ଦକୁ ଉପଭୋଗ କଲା। ଜକ୍ୟୁକ୍ସ ଥିଲା ସମ୍ପୂର୍ଣ୍ଣ ସ୍ଫୂର୍ତ୍ତିଶୀଳ ଓ ନିଶ୍ଚିନ୍ତ। ନିଜ କାମ ସମୟରେ ପ୍ରାୟତଃ କିଛି ନା କିଛି କହିବା ତା ସ୍ୱଭାବ, ତେଣୁ ସେ ତା ସାଥୀ ଫାୟାରମ୍ୟାନଙ୍କ ସହ ନାନା ପ୍ରକାର ଅସଙ୍ଗତ କଥାବାର୍ତ୍ତା ଆରମ୍ଭ କରିଦେଲା। ତୁ ଏତେ ସତର୍କ ଲାଗୁଛୁ, ଯେମିତି ସାରାଦିନ ତତେ ପାଣି ବିନା କିଛି ମିଳିନି। ବାସ୍ତବରେ ତା ସାଥୀ ଫାୟାରମ୍ୟାନ ଅସ୍ୱାଭାବିକ ରୂପେ ଗମ୍ଭୀର ଲାଗୁଥିଲା। ଅନ୍ୟ ଜଣେ କହିଲା, ଯଦି ମଣିଷ ନିଜ ଆଖପାଖର ତଥ୍ୟ ଜାଣିବାକୁ ଚାହେଁ, ତେବେ ତାକୁ ସତର୍କ ରହିବାକୁ ପଡ଼େ। ଜକ୍ୟୁକ୍ସ ଗତ ସପ୍ତାହଟା ନିଜ ସାଥୀ ଫାୟାରମ୍ୟାନ ପକ୍ୟୁକ୍ସର ରକ୍ଷିତାକୁ ପଟେଇବାରେ ଲଗାଇଥିଲା ଏବଂ ଫିଲୋମେନ ବି ତା ଚାରିପଟେ ପ୍ରେମାତୁର ଭଳି ଘୂରୁଥିଲା। ଜକ୍ୟୁକ୍ସ କାମାତୁର ହୋଇ ଏସବୁ କରିନଥିଲା, ସେ ଏକ ପ୍ରୟୋଗ ମାତ୍ର କରିଥିଲା। ସେ ଜାଣିବାକୁ ଚାହୁଁଥିଲା ନିଜ ଉନ୍ମାଦରୁ ମୁକ୍ତ ହୋଇପାରିଲାଣି ନା ନାହିଁ। ସେଭେରିନ୍ ଭଳି ସେ କ'ଣ ତାକୁ ନ ମାରି ଅନ୍ୟ ନାରୀର ଇଚ୍ଛା କରିପାରେ? ତାର ମନେ ହେଲା ଏବେ ସେ ସ୍ୱାଭାବିକ ଅଛି। ସେ ଦିନଗୁଡ଼ିକରେ ଜକ୍ୟୁକ୍ସ ଓ ପକ୍ୟୁକ୍ସ ଦୁହେଁ ଛୋଟ ଛୋଟ କଥାକୁ ନେଇ କଳି କରୁଥିଲେ। ନଟ୍ ବୋଲ୍ଟ କମ୍ ଟାଇଟ୍ ହୋଇଛି କିମ୍ବା ଅଧିକ ଅଥବା କୋଇଲା ଭୁଲ ସମୟରେ ଢାଳି ଦିଆଯାଇଛି, ଏହିପରି ସାଧାରଣ ବ୍ୟାପାରରୁ ସବୁ ପୂର୍ବରୁ ଏଭଳି ନଥିଲା। ଜକ୍ୟୁକ୍ସଠୁ ମିଳୁଥିବା ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରତି ପକ୍ୟୁକ୍ସ ଥିଲା କୃତଜ୍ଞ। ଜକ୍ୟୁକ୍ସ ତାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲା। ସ୍ୱାମୀ ଭକ୍ତ କୁକୁରଟିଏ ଭଳି ପକ୍ୟୁକ୍ସ ନିଜ ଇଞ୍ଜିନିୟର ପ୍ରତି ବିଶ୍ୱସ୍ତ ଥିଲା। ଦୁହେଁ ମିଶି କେତେ ବିପଦର ସାମ୍ନା କରିଥିଲେ।
ଏହି ସମୟରେ ଜକ୍ୟୁକ୍ସର ଇଚ୍ଛା ବିରୋଧରେ ଦୁଇଥର ଫାୟାର ବାକ୍ସ ଖୋଲିଲା, କିନ୍ତୁ ଜକ୍ୟୁକ୍ସ ତାକୁ ନ ଦେଖିଲା ପରି ଚୁପ୍ ରହିଲା। ଚାପ ଅଧିକ ନ ବଢ଼ିବା ପାଇଁ ସୁରକ୍ଷା ଦୃଷ୍ଟିରୁ ସେ ଇଞ୍ଜେକ୍ଟରର ଚକ ଘୁରାଇ ଦେଲା ଏବଂ ଶୀତଳ ପବନର ଆନନ୍ଦ ଉପଭୋଗ କଲା। 11:05 ଗାଡ଼ି ଯେବେ ଲେ ହାୱାରେ ପହଞ୍ଚିଲା ତ ଦୁହେଁ ସବୁଦିନ ଭଳି ଇଞ୍ଜିନକୁ ବନ୍ଦ କରିଦେଲେ। ଦୁହେଁ ଡର୍ମିଟରୀ ଆଡ଼କୁ ଯାଉଥିବା ବେଳେ ସେମାନଙ୍କୁ କେହି ଡାକିଲା ଭଳି ଶୁଭିଲା। ତୁମେ ଦୁଇଜଣ କ'ଣ ଖୁବ୍ ତରବରରେ ଅଛ କି? ଭିତରକୁ କାହିଁକି ଆସୁନ? ଏ ସ୍ୱର ଥିଲା ଫିଲୋମେନର। ନିଃସନ୍ଦେହେ ସେ ଜକ୍ୟୁକ୍ସକୁ ଅପେକ୍ଷା କରିଥିଲା। ସେ ପକ୍ୟୁକ୍ସ ଆଡ଼କୁ ଉଦାସୀନ ଦୃଷ୍ଟିରେ ଚାହିଁଲା, କିନ୍ତୁ ନୂଆ ପ୍ରେମିକର କଥାବାର୍ତ୍ତାରେ ପୁରୁଣା ପ୍ରେମିକର ଉତ୍ତେଜନାକୁ ଭାଙ୍ଗିବ ବୋଲି ଭାବି ଦୁହିଁଙ୍କୁ ଡାକିଲା। ଆମକୁ ଏକୁଟିଆ ଛାଡ଼ିଦେ, ଆମେ ଖୁବ୍ କ୍ଳାନ୍ତ ହୋଇଯାଇଛୁ, ପକ୍ୟୁକ୍ସ ଚିତ୍କାର କଲା। ତୁମେ ଆଦୌ ନମ୍ର ନୁହଁ। ଜକ୍ୟୁକ୍ସ ତୁମଠୁ ଭଲ। ମୋର ବିଶ୍ୱାସ ସେ ମୋ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିବେନି। ମୁଁ ଠିକ୍ କହୁଛି ନା ଜକ୍ୟୁକ୍ସ? ଫିଲୋମେନ କହିଲା। ଜକ୍ୟୁକ୍ସ ହୁଏତ ମନା କରିଦେଇଥାନ୍ତା, କିନ୍ତୁ ସେ ସେଭଳି କରିବାକୁ ଇଚ୍ଛା କଲାନି। ସେମାନେ ଯାଇ ରୋଷେଇ ଘର ଚେୟାର ଉପରେ ବସିଲେ। ଫିଲୋମେନ ସେମାନଙ୍କ ସାମ୍ନାରେ ବ୍ରାଣ୍ଡି ବୋତଲ ଓ ଗ୍ଲାସ ରଖି କହିଲା, ପାଟି କରନି, ଉପରେ ମୋ ଭାଇ ଶୋଇଛି। ମୁଁ କାହା ସହ ଏଭଳି ଭାବେ ମିଳାମିଶା କରିବାଟା ସେ ଚାହେଁନି। ଗ୍ଲାସରେ ବ୍ରାଣ୍ଡି ଭରିବା ସମୟରେ ସେ କହି ଚାଲିଥାଏ। ଏହା ମଧ୍ୟରେ ସେ କହିଲା, ସେଭେରିନ ରୋବାର୍ଟ ହତ୍ୟାକାଣ୍ଡ ରୋଇନରେ ଆସନ୍ତା ସପ୍ତାହରେ ସାମ୍ନାକୁ ଆସୁଛି ନା? ଏ ଯାବତ୍ ଫିଲୋମେନ କହୁଥାଏ ଆଉ ସେ ଦୁହେଁ ଚୁପ୍ ଥାନ୍ତି। ତାକୁ ଏତେ କଥା କହିବାର ଦେଖି ପକ୍ୟୁକ୍ସ ଆଶ୍ଚର୍ଯ୍ୟ ହେଉଥାଏ। ହଁ, ମତେ ବି ସମନ ମିଳିଛି। ଜକ୍ୟୁକ୍ସ ଗମ୍ଭୀର ହୋଇ କହିଲା, ମୁଁ ବି ଏଥିରେ ସାକ୍ଷୀ ଅଛି। ତୁମର ଓ ସେଭେରିନର ସମ୍ବନ୍ଧ ବିଷୟରେ ମତେ ପଚରାପଚରି କରାଯାଇଛି ବୋଲି ତୁମେ କ'ଣ ଜାଣିଛ? ମୁଁ କହିଦେଇଛି ସେ ତାକୁ ସମ୍ମାନ କରନ୍ତି, କେବେ ବି ତାକୁ ଛୁଇଁ ନାହାନ୍ତି। ମୁଁ ତ ତୁମ ଦୁଇ ଜଣଙ୍କୁ ସାଥୀ ହୋଇ ବୁଲିବାର ବେଳେ ବେଳେ ଦେଖିଛି। ମୁଁ ଠିକ୍ ଜଣାଇଛି ନା? ଫିଲୋମେନ କହିଲା। ଆରେ, ମୋର କୌଣସି କଥାକୁ ଭ୍ରୂକ୍ଷେପ ନାହିଁ। ପ୍ରତିଟି ମୁହୂର୍ତ୍ତର ହିସାବ ଦେଇପାରେ, ଅର୍ଥାତ୍ ମୁଁ କେବେ କେଉଁଠି ଥିଲି, ଜକ୍ୟୁକ୍ସ କହିଲା। କିଛି କ୍ଷଣ ଯାଏ ତିନି ଜଣ ନୀରବ ରହିଲେ। ଶେଷରେ ଫିଲୋମେନ ନୀରବତା ଭଙ୍ଗ କଲା। ମୁଁ ଭାବିଲି ଥରି ଉଠୁଛି, ସେ ଜଙ୍ଗଲୀ ଜାନୁଆର କାବୁଚେ କିଭଳି ବିଚାରୀ ସେଭେରିନର ରକ୍ତକୁ ନିଜ ଉପରେ ଛିଞ୍ଚାଡ଼ି ଦେବ। ଜଣେ ନାରୀର ପ୍ରେମ ମଣିଷ ପାଇପାରିବ ନାହିଁ ବୋଲି ତାକୁ ମାରିଦେବା କେଡ଼େ ବଡ଼ ମୂର୍ଖତା। ମାରିଦେବା ପରେ ମଣିଷ କ'ଣ ତାକୁ ପାଇପାରେ? କହୁଛି ମହାଶୟ ରୋବାର୍ଟକୁ ଗିରଫ କରିବା ଦୃଶ୍ୟକୁ ମୁଁ କେବେ ଭୁଲି ପାରିବିନି। ତା ଉପରେ ଆରୋପ ଲାଗିଛି ଯେ ସେ ନିଜ ପତ୍ନୀଠୁ ମୁକ୍ତି ପାଇବା ପାଇଁ ଟଙ୍କା ଦେଇ ଅନ୍ୟ ଦ୍ୱାରା ଏ କାମ କରାଇଛି। ଜଣାପଡ଼ିଛି କାବୁଚେ ପାଖରୁ ଯେଉଁ ଜିନିଷ ସବୁ ମିଳିଛି ସେଗୁଡ଼ିକ ଭିତରୁ ନ୍ୟାୟାଧୀଶ ଗ୍ରାଣ୍ଡ ମୋରିନଙ୍କ ଘଡ଼ି ବି ମିଳିଛି। 1.5 ବର୍ଷ ପୂର୍ବେ ଗ୍ରାଣ୍ଡ ମୋରିନଙ୍କୁ ଟ୍ରେନରେ ହତ୍ୟା କରାଯାଇଥିଲା। ଦୁଇଟି ଯାକ ହତ୍ୟାକାଣ୍ଡର ସମ୍ବନ୍ଧକୁ ଯୋଡ଼ା ଯାଉଛି। ମୁଁ ତୁମକୁ ପୁରା କାହାଣୀ ଶୁଣାଇପାରେ, କିନ୍ତୁ ଖବରକାଗଜରେ ଅନେକ କଥା ପ୍ରକାଶ ପାଇଛି। ଜକ୍ୟୁକ୍ସ ସେ କଥାରେ ଆଦୌ ଆଗ୍ରହ ଦେଖାଉନଥାଏ। ଆମେ କାହିଁକି ସେ କଥାରେ ମୁଣ୍ଡ ଖେଳେଇବା? ଆମର କ'ଣ ଜାୟସ ଅଛି? ଏସବୁ ଓକିଲଙ୍କ କାମ। ତାଙ୍କଠୁ କ'ଣ ଅଧିକା ଆମେ ଜାଣିପାରିବା? ବିଚାରୀ ସେଭେରିନ। ମୁଁ ତ ଏତିକି ଜାଣିଛି, ଯଦି କେହି ମୋ ସ୍ତ୍ରୀକୁ ଛୁଇଁବ, ମୁଁ ଦୁହିଁଙ୍କୁ ଫାଶୀ ଉପରେ ଚଢ଼େଇଦେବି। ତାପରେ ଯାହା ହେବ ସେ ପ୍ରତି ମୋର ପରବାଏ ନାହିଁ। ପୁଣି ଥରେ ନୀରବତା ଛାଇଗଲା। ଫିଲୋମେନ ହସି ଦେଇ କଥାକୁ ଏଡ଼େଇ ଦେବାକୁ ଚାହିଁଲା। କଥାବାର୍ତ୍ତାର ଦିଗ ଅନ୍ୟ ଆଡ଼କୁ ଯାଉଥିବାରୁ ସେ ଚିନ୍ତିତ ଥିଲା। ଚିୟର୍ସ କହିବା ପାଇଁ ସେ ମଦ ଗ୍ଲାସ ଉଠାଇଲା। ଜକ୍ୟୁକ୍ସ ବି ଯେମିତି ଏକ ଦୁଃସ୍ୱପ୍ନରୁ ଉଠିଲା। ହତ୍ୟା ପରେ ସେଭେରିନ ତା ସ୍ମୃତିରେ ଅନେକ ସମୟରେ ଉଙ୍କି ମାରେ ଏବଂ ଭାବାବେଶରେ ସେ ବେଳେବେଳେ କାନ୍ଦି ପକାଏ। ତୁମେ ସବୁ କ'ଣ ଜାଣିଛ? କେବେ ବି ଯୁଦ୍ଧ ହୋଇପାରେ? ଜକ୍ୟୁକ୍ସ ପ୍ରସଙ୍ଗ ବଦଳାଇ କହିଲା। ମୋର ବିଶ୍ୱାସ ହେଉନି, କିନ୍ତୁ କାହା ସହ? ଫିଲୋମେନ ପଚାରିଲା। ପର୍ସିଆନଙ୍କ ସହ। ତାଙ୍କର କିଛି ରାଜକୁମାର ରାଜା ହେବାକୁ ଚାହୁଁଛନ୍ତି। ଠିକ୍ ଅଛି, ଯୁଦ୍ଧ ହେଲେ କ'ଣ ସବୁ ପୁରୁଷଙ୍କୁ ଯୁଦ୍ଧ ପାଇଁ ପଠାଯିବ? ତୁମେ ଆମ ଚିନ୍ତା କରନି। ରେଲୱେ କର୍ମଚାରୀ ନିଜ ନିଜ କାମରେ ରହିବେ। ହଁ, ଆମକୁ ଅତିରିକ୍ତ ପରିଶ୍ରମ କରିବାକୁ ହେବ, ସମସ୍ତଙ୍କୁ ତ କରିବାକୁ ପଡ଼ିବ। ଏହି ସମୟରେ ଜକ୍ୟୁକ୍ସ ଅନୁଭବ କଲା ଫିଲୋମେନର ପାଦ ତା ପାଦ ସହ ଘଷି ହେଉଛି ଏବଂ ସେ ଏକଥା ବି ଲକ୍ଷ୍ୟ କଲା ଯେ ପକ୍ୟୁକ୍ସର ମୁହଁ କ୍ରୋଧରେ ଲାଲ ହୋଇ ଉଠୁଛି। ଫିଲୋମେନ ସିଡ଼ି ଉପରେ କାହାର ଓହ୍ଲାଇବାର ଶବ୍ଦ ଶୁଣିଲା ଏବଂ ଚେତାବନୀ ଦେବା ସ୍ୱରରେ କହିଲା, ମୋ ଭାଇ ଆସୁଛି।
ତୁମେ ଯେତେ ଶୀଘ୍ର ସମ୍ଭବ ଏଠାରୁ ପଳାଇ ଯାଅ। ଦୁହେଁ 15 ଗଜ ବି ଯାଇନଥିବେ ଫିଲୋମିନର ଚିତ୍କାର ଶୁଣିଲେ। ଜକ୍ୟୁକ୍ସ ତାକୁ ରକ୍ଷା କରିବାକୁ ଆଗ୍ରହୀ ଥିଲା, କିନ୍ତୁ ଫାୟାରମ୍ୟାନ୍ ତାକୁ ଅଟକାଇ କହିଲା, ତୁମେ ଏସବୁରେ କାହିଁକି ମୁଣ୍ଡ ପୁରାଉଛ କହିଲ? ଯେତେ ଶୀଘ୍ର ତାକୁ ସେ ମାରିବ ଭଲ ହେବ। ସେଭେରିନ୍ ହତ୍ୟାକାଣ୍ଡର ଯାଞ୍ଚ କେସ୍ ମାଜିଷ୍ଟ୍ରେଟ ଡେନିଜେଟଙ୍କ ପାଇଁ ବ୍ୟକ୍ତିଗତ ବିଜୟ ଉଲ୍ଲାସର କାରଣ ଥିଲା। ସତ୍ୟକୁ ଯୁକ୍ତି ଦ୍ୱାରା ସ୍ଥାପିତ କରିବା ଏବଂ ବିଶେଷ ପରୀକ୍ଷଣ ବୁଦ୍ଧି ଯୋଗୁଁ ତାଙ୍କ କାର୍ଯ୍ୟକ୍ଷେତ୍ରରେ ତାଙ୍କର ବିଶେଷ ପ୍ରଶଂସା କରାଯାଉଥିଲା। ଡେନିଜେଟ୍ ମହାଶୟ ନିଜ ଅନ୍ତର୍ଦୃଷ୍ଟି ଉପରେ ଅଧିକ ନିର୍ଭର କରୁଥିଲେ। ହତ୍ୟା ପରେ ମାଜିଷ୍ଟ୍ରେଟ ପହଞ୍ଚିଲା କ୍ଷଣି କାଚୁଚେକୁ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ। ସବୁକିଛି ତା ବିରୋଧରେ ଥିଲା, କିନ୍ତୁ ବାରମ୍ବାର ପଚାରିବା ପରେ ବି ସେ ଗୋଟିଏ କଥାକୁ ପୁନରାବୃତ୍ତି କରୁଥିଲା। ସେ ସଡ଼କ ଉପରେ ଖୋଲା ପବନରେ ବୁଲୁଥିଲା ବେଳେ ତା ପାଖ ଦେଇ କେହି ଜଣେ ଦ୍ରୁତଗତିରେ ଚାଲିଗଲା। ଲୋକଟି କେଉଁ ଦିଗକୁ ଗଲା ଜଣା ନାହିଁ। ଘର ଭିତରୁ ଚିତ୍କାର ଶୁଣି ସେ ଯେତେବେଳେ ପହଞ୍ଚିଲା, ଦେଖିଲା ଦୁଆର ଖୋଲା ଅଛି। ଶେଷରେ ସେ ସାହସ ବାନ୍ଧିଲା ଓ ସିଡ଼ି ଚଢ଼ି ଉପରେ ପହଞ୍ଚିଲା। ଦେଖିଲା ସେଭେରିନ୍‌ର ଶରୀର ଉଷୁମ ଥିଲା ଏବଂ ଆଖିରେ ଥିଲା ଜୀବନର ଚମକ। ସେଭେରିନ୍‌କୁ ସେ ବିଛଣା ଉପରେ ଶୁଆଇ ଦେବାକୁ ବାଧ୍ୟ ହେଲା। ଏପରି କରିବା ଦ୍ୱାରା ତା ହାତ ରକ୍ତ ଜୁଡ଼ୁବୁଡ଼ୁ ହୋଇଗଲା। ବାସ୍, କାବୁଚେ ବାରମ୍ବାର ସେହି କାହାଣୀକୁ ପୁନରାବୃତ୍ତି କରୁଥାଏ ଏବଂ କିଛି ପଚାରିଲେ ନ ଜାଣିବାର ଛଳନା କରୁଥାଏ, ଚୁପଚାପ ହୋଇଯାଉଥାଏ। ପ୍ରଥମ ଥର ଯେବେ ଡେନିଜେଟ୍ ମହାଶୟ ସେଭେରିନ୍ ପ୍ରତି ତା ପ୍ରେମ ବିଷୟରେ ପଚରାଉଚରି କଲେ, ସେ ଲାଜେଇଗଲା। ସେ ସ୍ପଷ୍ଟ କହିଲା, ସେଭେରିନ୍‌କୁ ପାଇବା ପାଇଁ କେବେ ବି ଇଚ୍ଛା କରିନି କିମ୍ବା ତାକୁ ଚାହିଁନି। ଯେତେବେଳେ ମାଜିଷ୍ଟ୍ରେଟ ତା ଉପରେ ବଳାତ୍କାର ଓ ହତ୍ୟାର ଆରୋପ ଲଗାଇଲେ, କାବୁଚେ ବିରୋଧ କଲା। କହିଲା, ତା ଉପରେ ନିଜର ଅତୃପ୍ତ ଇଚ୍ଛାକୁ ପୂର୍ଣ୍ଣ କରିବାର ଭୁଲ ଆରୋପ କରାଯାଉଛି। ସେଭେରିନ୍ ପ୍ରତି ତାର ଶ୍ରଦ୍ଧା ଓ ସମ୍ମାନ ରହିଛି। ଡେନିଜେଟ୍ ମହୋଦୟ ନିଜ ଅନ୍ତର୍ଦୃଷ୍ଟିକୁ ଆଧାର କରି କାବୁଚେର କେବିନ୍‌କୁ ବ୍ୟକ୍ତିଗତ ଭାବରେ ତଲାସ କଲେ। ସେଠାରେ ତାଙ୍କୁ ଅନ୍ୟ କାହାର ରୁମାଲ, ଗ୍ଲୋଭ୍ସ ଓ ସେଗୁଡ଼ିକ ଭିତରେ ସୁନେଲି ଘଡ଼ିଟିଏ ମିଳିଲା। ତାହା ଗ୍ରାଣ୍ଡ ମୋରିନ୍‌ଙ୍କ ହଜିଲା ଘଡ଼ି। ସାରା ଘଟଣା ଯେମିତି ସ୍ପଷ୍ଟ ହୋଇଗଲା। ଡେନିଜେଟ୍ ମହାଶୟ ଯେବେ କାବୁଚେକୁ ରୁମାଲ ଓ ଗ୍ଲୋଭ୍ସ ବିଷୟରେ ପଚାରିଲେ, ସେ କହିଲା, ଏସବୁ ଜିନିଷ ସ୍ମୃତି ରୂପେ ସେ ସାଇତି ରଖିଛି। ମାଜିଷ୍ଟ୍ରେଟ ହଠାତ୍ ତା ସାମ୍ନାରେ ଘଡ଼ି ଝୁଲାଇବାରୁ ସେ ସମ୍ଭ୍ରମରେ ତାକୁ ଚାହିଁଲା। ତାପରେ ସେ ଯାହା ବି କହିଲା, ସେ କଥାକୁ କେହି ବିଶ୍ୱାସ କଲେନି। ପ୍ରତିଟି ପ୍ରଶ୍ନର ଉତ୍ତରରେ ସେ କିଛି ଜାଣିନି ବୋଲି କହୁଥାଏ। ପରଦିନ ଡେନିଜେଟ୍ ମହାଶୟ ରୋବାର୍ଟକୁ ଗିରଫ କରିବାକୁ ଆଦେଶ ଦେଲେ। ତାଙ୍କ ଅନ୍ତର୍ଦୃଷ୍ଟି କହୁଥାଏ ଯେ ଦୁଇଟି ଯାକ ହତ୍ୟାକାଣ୍ଡର ଏହି ହିଁ କେନ୍ଦ୍ରବିନ୍ଦୁ। ରୋବାର୍ଟ ଓ ସେଭେରିନ୍ ମଧ୍ୟରେ ଏକ ଲିଖିତ ଦଲିଲ ଥିଲା, ଯେଉଁଥିରେ ଦୁହେଁ ଲେଖିଥିଲେ ଯେ ଯିଏ ବି ଜୀବିତ ରହିବ ଉତ୍ତରାଧିକାରୀ ସୂତ୍ରରେ ଲା କରୋଇକ୍ସ ଡେ ମୋଫର୍ସଙ୍କ ସମ୍ପତ୍ତି ତାର ହେବ। ଏହି ଦଲିଲକୁ ପଢ଼ିବା ପରେ ଡେନିଜେଟ୍ ମହାଶୟଙ୍କ ସାମ୍ନାରେ ପୂରା କାହାଣୀ ସ୍ପଷ୍ଟ ହୋଇଗଲା। ରୋବାର୍ଟ ଜଣେ ଭୟାଳୁ ଲୋକ। ଦୁଇଟି ଯାକ ହତ୍ୟାକାଣ୍ଡ ପାଇଁ ସେ କ୍ରୁର କାବୁଚେର ପ୍ରୟୋଗ କରିଥିଲା। ପ୍ରଥମ ଥର ରୋବାର୍ଟ ଜର୍ଜ ଗ୍ରାଣ୍ଡ ମୋରିନ୍‌ଙ୍କର ପୈତୃକ ସମ୍ପତ୍ତି ହାତେଇବାକୁ ତରବର ଥିଲା। ସେ କାବୁଚେ ହାତରେ ଛୁରୀ ଦେଇ ତାକୁ ରୋଇନ୍ ଷ୍ଟେସନରେ ନ୍ୟାୟାଧୀଶଙ୍କ କମ୍ପାର୍ଟମେଣ୍ଟରେ ପ୍ରବେଶ କରାଇଥିଲା। ଥରେ ଯେବେ ଦୁହେଁ 10,000 ଫ୍ରାଙ୍କ ବାଣ୍ଟି ନେଲେ, ସେମାନଙ୍କ ଭିତରେ କୌଣସି ଦ୍ୱନ୍ଦ୍ୱ କପଟ ରହିଲାନି। ପ୍ରଥମ ହତ୍ୟା ଦ୍ୱିତୀୟ ହତ୍ୟାର କାରଣ ହେଲା। ଏ କ୍ଷେତ୍ରରେ ଡେନିଜେଟ୍ ମହାଶୟ ଅପରାଧ ମନୋବିଜ୍ଞାନରେ ନିଜର ଗଭୀର ବୋଧଶକ୍ତିର ପରିଚୟ ଦେଲେ। ରୋବାର୍ଟର ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ସ୍ୱାମୀ ତା ଭାଗକୁ ଜୁଆରେ ହାରିଯାଇଥିଲା ଏବଂ ପତ୍ନୀ ଅନ୍ୟ କାହାକୁ ପ୍ରେମ କରୁଥିଲା। ପ୍ରତିଦିନ ହେଉଥିବା ଝଗଡ଼ା ପାଇଁ ସେ ପୋଲିସରେ ରିପୋର୍ଟ କରିବାର ଧମକ ବି ସ୍ୱାମୀକୁ ଦେଉଥିଲା। ସେମାନଙ୍କର ପରସ୍ପର ଭିତରେ ହେଉଥିବା ମତଭେଦର ଅନେକ ସାକ୍ଷୀ ବି ଅଛନ୍ତି। ଏହି ମତଭେଦ ଦ୍ୱିତୀୟ ହତ୍ୟାର କାରଣ ହୋଇଗଲା। ରୋବାର୍ଟ ତା ଉପରେ ପୂର୍ଣ୍ଣ ସ୍ୱାମିତ୍ୱ ପାଇବା ପାଇଁ ନ୍ୟାୟାଧୀଶ ଗ୍ରାଣ୍ଡ ମୋରିନ୍‌ଙ୍କ ହତ୍ୟା କରାଇଥିଲା ଏବଂ ପତ୍ନୀର ହତ୍ୟା ମଧ୍ୟ ସେହି ଏକା କାରଣରୁ କରାଇଥିଲା। ଦୁଇଟି ହତ୍ୟାର ପ୍ରକୃତି ଗୋଟିଏ। ରୋବାର୍ଟ ପ୍ରଥମେ ହଁ ଓ ନାଁରେ ଉତ୍ତର ଦେଲା। କାବୁଚେ ଦୁଇଟି ଯାକ ହତ୍ୟା ପାଇଁ ଦାୟୀ। ଏହି କଥା ଉପରେ ସେ ଜୋର ଦେଲା। ଯେତେବେଳେ ତାକୁ ଜାକ୍ୟୁକ୍ସ ବିଷୟରେ ପଚରାଗଲା, ସେ ବସି ହସିଲା ଏବଂ ବେଖାତିର ଭାବେ କାନ୍ଧ ହଲାଇଲା, ଯେମିତି ତାକୁ ସବୁ ଜଣାଥିଲା। କିନ୍ତୁ ରୋବାର୍ଟଙ୍କ ଦ୍ୱାରା ସତ ପ୍ରକାଶ କରାଇବାକୁ ମାଜିଷ୍ଟ୍ରେଟ ଯେତେ ବୁଲେଇ ବଙ୍କେଇ ପ୍ରଶ୍ନ ପଚାରିଲେ, ସେ ସେତେ ସତର୍କ ଭାବରେ ଉତ୍ତର ଦେଲା। ଡେନିଜେଟ୍ ମହାଶୟ ନିରବଚ୍ଛିନ୍ନ ଭାବେ ପଚାରି ଚାଲିଲେ। ଶେଷରେ ସେ ମାନିଲା ଯେ ଈର୍ଷାବଶତଃ ନ୍ୟାୟାଧୀଶଙ୍କୁ ହତ୍ୟା କରିଛି। ଏ ପ୍ରସଙ୍ଗରେ ଡେନିଜେଟ୍ ମହାଶୟ କହିଲେ, ତୁମେ ଆମକୁ ପିଲା ଭାବିଛ? ତୁମେ ଯେବେ ସେଭେରିନ୍ ସହ ବିବାହ କରିଥିଲ, ସେତେବେଳେ ଜର୍ଜ ଓ ତାଙ୍କ ସମ୍ପର୍କକୁ ଜାଣିନଥିଲ ବୋଲି ଆମେ କ'ଣ ମାନିନେବୁ? ଏ କଥା ତ ଆଦୌ ନୁହେଁ। ବିବାହ ବେଳେ ତୁମକୁ ସୁନ୍ଦର କନ୍ୟା ସହ ଯୌତୁକ ମିଳିଥିଲା। ଜର୍ଜଙ୍କ ଗାଁ ଘର ଉତ୍ତରାଧିକାରୀ ସୂତ୍ରରେ ସେଭେରିନ୍ ନାଁରେ ଥିଲା। ସେତେବେଳେ କ'ଣ ତୁମର ସାମାନ୍ୟ ସନ୍ଦେହ ବି ହେଉନଥିଲା? ତୁମେ ବୋଧେ
ନଥିଲ। ନା, ମୁଁ ତାଙ୍କୁ ଈର୍ଷାରୁ ମାରିଛି। କିନ୍ତୁ ପରେ ଜକ୍ୟୁକ୍ସ ସହ ବି ସେଇଭଳି ସ୍ଥିତି ଥିଲା। ତୁମେ ଏବେ ବି କହୁଛ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁ ଜାଣିଥିଲ, ତେବେ ତାକୁ କାହିଁକି ଛାଡ଼ିଦେଲ? ମୁଁ ଜାଣିନି, ମୁଁ କେବଳ ଗୋଟିଏ ହତ୍ୟା କରିଛି। ତୁମେ ଈର୍ଷାବଶତଃ ଏଭଳି କରିଛ ବୋଲି ମିଛ କୁହନି। ଏ କଥାକୁ ଜୁରି ମାନିବନି। ସତ କହିଲେ ରକ୍ଷା ପାଇବ। ଡେନିଜେଟ୍ ମହାଶୟ କହିଲେ। ଠିକ୍ ସମୟରେ ଡେନିଜେଟ୍ ମହାଶୟଙ୍କୁ ପ୍ୟାରିସ୍ ଡକାଗଲା। ସେଠାରେ ସେ ଅନେକ କିଛି ଅଦ୍ଭୁତ କଥା ପାଇଲେ। ଗୋଟେ ସପ୍ତାହଠୁ ବି କମ୍ ସମୟରେ ସେ ଅନୁସନ୍ଧାନ ସମ୍ପୂର୍ଣ୍ଣ କରିଦେଲେ। ଶେଷରେ ଯେବେ କୋର୍ଟରେ କେସ୍ ଆରମ୍ଭ ହେଲା, ସେତେବେଳେ ଯୁଦ୍ଧର ଆତଙ୍କ ଭିତରେ ଥିଲା ସାରା ଦେଶ। ତଥାପି କେସ୍ରେ ରୋଇନ୍ ଲୋକଙ୍କର ରୁଚି ଥିଲା। ଜୁରି ସାକ୍ଷୀମାନଙ୍କୁ ଡକାଇଲେ। ସେଠାରେ କାବୁଚେ ଓ ରୋବାର୍ଟ ମଧ୍ୟ କିଛି ପୁନରାବୃତ୍ତି କଲେ। ସେଭେରିନ୍‌ର ହତ୍ୟାରେ କାବୁଚେର ହାତ ଥିବା କଥା ସେ ସ୍ପଷ୍ଟ ଅସ୍ୱୀକାର କଲା। ଯେତେବେଳେ ସାକ୍ଷୀ ରୂପରେ ଜକ୍ୟୁକ୍ସ ଆସିଲା, ଲୋକମାନେ ଫୁସୁର ଫାସର ଆରମ୍ଭ କରିଦେଲେ। ଲୋକମାନେ ଠିଆ ହୋଇ ତାକୁ ଦେଖିଲେ, କିନ୍ତୁ ସେ ଶାନ୍ତ ଥିଲା। ସେଭେରିନ୍ ସହ ନିଜ ସମ୍ବନ୍ଧ ସ୍ୱୀକାର କରିବା ପରେ ସେ କହିଲା, ହତ୍ୟାର କେତେ ଘଣ୍ଟା ପୂର୍ବରୁ ସେହି ସ୍ଥାନ ସେ ଛାଡ଼ି ସାରିଥିଲା। ଏ କଥାର ସାକ୍ଷୀ ବି ଅଛି। କାବୁଚେ, ରୋବାର୍ଟ ଓ ଜକ୍ୟୁକ୍ସର ଦୃଷ୍ଟି ମିଳିତ ହେଲା। ମନେ ହେଲା ସତ୍ୟ ଯେମିତି ବାହାରକୁ ଆସିବାକୁ ଚାହୁଁଛି। ହଠାତ୍ ମୃତ୍ୟୁର ନୀରବତା ଛାଇଗଲା। ଜକ୍ୟୁକ୍ସ କଇଁ କଇଁ ହୋଇ କାନ୍ଦି ଉଠିଲା। ସେଭେରିନ୍‌ର ନିରୀହ ମୁହଁ ଥରେ ଭାସି ଉଠିଲା ତା ଆଖି ସାମ୍ନାରେ। ଲୋକଙ୍କର ମନେ ହେଲା ତା ଭାବନା ସତ। ଜଜ୍ ତାକୁ ବସିବାକୁ କହିଲେ। ଜଜ୍‌ଙ୍କର ନିଷ୍ପତ୍ତି ଥିଲା, ରୋବାର୍ଟ ଓ କାବୁଚେ ଅପରାଧୀ ଓ ନ୍ୟାୟାଳୟ ଦୁହିଁଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡର ଆଦେଶ ଦେଲା। ଜକ୍ୟୁକ୍ସ ଯେମିତି ନ୍ୟାୟାଳୟ ଛାଡ଼ିଲା, ଫିଲୋମେନ୍ ତା ସହ ରାତି କଟାଇବା ପାଇଁ ତାକୁ ଅଟକାଇଲା। 12:05ରେ ଯାଉଥିବା ଟ୍ରେନ୍‌ରେ ଜକ୍ୟୁକ୍ସ ପ୍ୟାରିସ୍ ଫେରିବାକୁ ଚାହୁଁଥିଲା। ଖାଇବା ପରେ ଦୁହେଁ ପ୍ୟାରିସ୍ ଯିବାକୁ 12:05ର ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ପାର୍କରେ ବସିଥିବା ଜକ୍ୟୁକ୍ସ ନିଜେ ଉତ୍ତେଜିତ ଥିଲା। ସେ ନିଜକୁ ଫିଲୋମେନ୍‌ଠାରୁ ଅଲଗା ବି କରିଦେଇଥାନ୍ତା, କିନ୍ତୁ ଚାରିଆଡ଼େ ଛାଇଥିବା ଅନ୍ଧାର ତା ସାହସକୁ ବଢ଼ାଉଥିଲା। ଯେତେବେଳେ ନିର୍ଜନ ସଡ଼କରେ ଫିଲୋମେନ୍ ତାକୁ ତା ଆଡ଼କୁ ଘାସରେ ଟାଣିଲା, ହଠାତ୍ ଜକ୍ୟୁକ୍ସ ମୁଣ୍ଡରେ ଖଣ୍ଡେ ପଥର ଆସି ବାଜିଲା। ସେ ଉଠି ଠିଆ ହେଲା, ତାପରେ ଦୌଡ଼ିଲା। ସେତେବେଳେ ଅନ୍ଧାରକୁ ବିଦୀର୍ଣ୍ଣ କରି ଗୁଳି ଶବ୍ଦ ଶୁଭିଲା। ମୁଁ ତତେ ଠିକ୍ ସମୟରେ ଧରିବାକୁ ଚାହୁଁଥିଲି। ଏହା ସତ ନୁହେଁ, ମୁଁ କିଛି କରିନି, ମୋତେ ଯିବାକୁ ଦିଅ। ଅନ୍ୟ ଜଣକ କହିଲା। ଯଦି ସତ ନୁହେଁ, ସେ ଦୌଡ଼ି ପଳାଇଲା କାହିଁକି? ଜକ୍ୟୁକ୍ସ ଫକ୍ୟୁକ୍ସର ଈର୍ଷାଳୁ କ୍ରୋଧ ଯୋଗୁଁ ଦୌଡ଼ି ପଳାଇଲାନି। ଅଧିକନ୍ତୁ ନିଜ ଭିତରର ପଶୁତ୍ୱକୁ ଭୟ କରି ଦୌଡ଼ୁଥିଲା, ଯାହା ଆଉ ଗୋଟେ ମହାବିନାଶ କରିଦେଇଥାନ୍ତା। ଗୋଟାଏ ହତ୍ୟା କ'ଣ ଯଥେଷ୍ଟ ନଥିଲା? ବହୁଦିନ ପରେ ଜକ୍ୟୁକ୍ସ ନିଜ କାମକୁ ଫେରିଲା। ପର୍ସିଆନ୍‌ଙ୍କ ସହ ଯୁଦ୍ଧ ଚାଲିଥାଏ। ଟ୍ରେନ୍‌ଗୁଡ଼ିକରେ ସୈନ୍ୟମାନେ ଭର୍ତ୍ତି ହେଉଥିଲେ। ଦିନେ ସନ୍ଧ୍ୟାରେ ଜକ୍ୟୁକ୍ସକୁ ଆଦେଶ ମିଳିଲା ସୈନିକ ଭରା ଟ୍ରେନ୍‌କୁ ପ୍ୟାରିସ୍ ନେଇଯିବାକୁ। ଫକ୍ୟୁକ୍ସ ତା ସହ ଥିଲା, କିନ୍ତୁ ତା ଆଡ଼କୁ ଚାହୁଁନଥିଲା। ଜକ୍ୟୁକ୍ସର ଆଦେଶକୁ ସେ ପାଳନ କରିବନି ବୋଲି ସ୍ପଷ୍ଟ ଜଣାପଡ଼ୁଥାଏ। ଗାଡ଼ି ଯେମିତି ଚାଲିଲା, ସୈନିକମାନେ ଗୀତ ଗାଇବା ଆରମ୍ଭ କରିଦେଲେ। ଜକ୍ୟୁକ୍ସ ଆକାଶ ଆଡ଼କୁ ଚାହିଁଲା। ନିସ୍ସୀମ ଅନ୍ଧାର ରାତି ଓ ନିଥର ପବନ। ଫକ୍ୟୁକ୍ସ ପ୍ରତି ମିନିଟ୍‌ରେ ଫାୟାର ବାକ୍ସର ଦୁଆର ଖୋଲି ସେଥିରେ କୋଇଲା ଢାଳୁଥାଏ। ବହୁତ ହେଇଗଲା, ଜକ୍ୟୁକ୍ସ କହିଲା। ଫକ୍ୟୁକ୍ସ ନ ଶୁଣିଲା ପରି ହେଲା। ଶେଷରେ ଜକ୍ୟୁକ୍ସ ତା ହାତ ଧରିଲାରୁ ଜଣାପଡ଼ିଲା ଯେ ସେ ଝଗଡ଼ା କରିବାର ବାହାନା ଖୋଜୁଥିଲା। ଜକ୍ୟୁକ୍ସ ଚିତ୍କାର କଲା, ପାଜି, ତୋର ଉଦ୍ଦେଶ୍ୟ ଏଇଭଳି? ଏବେ ଦୁହେଁ କିଛି ନ କହି ମରାମରି ହେଲେ। ଜଣେ ଅନ୍ୟ ଜଣକୁ କଡ଼ ଆଡ଼କୁ ଧକ୍କା ଦେଉଥାଏ। ଗାଡ଼ି ଯେମିତି ସୁଡ଼ଙ୍ଗ ଭିତରେ ପ୍ରବେଶ କଲା, ଦୁହେଁ ମାଡ଼ଗୋଳ କରି କୋଇଲା ପାଖକୁ ଆସିଲେ। ସେମାନଙ୍କ ମୁଣ୍ଡ ବାଡ଼େଇ ହେଉଥାଏ ପାଣି ଟାଙ୍କିରେ ଏବଂ ଗୋଡ଼ ଝୁଲୁଥାଏ ବଏଲର ପାଖରେ। ଗୋଟାଏ ମୁହୂର୍ତ୍ତ ପାଇଁ ଜକ୍ୟୁକ୍ସ ରେଗୁଲେଟର ବନ୍ଦ କରି ସହାୟତା ପାଇଁ ସିଟି ବଜାଇବାକୁ ଚାହିଁଲା। ଗାଡ଼ି ରୋକିବାକୁ ଚାହୁଁଛୁ? ତୁ ମୋ ସ୍ତ୍ରୀକୁ ମୋଠାରୁ ଛଡ଼େଇ ନେଲୁ। ତତେ ତାର ମୂଲ୍ୟ ଦେବାକୁ ହେବ। ଗାଡ଼ି ସୁଡ଼ଙ୍ଗରୁ ବାହାରକୁ ଆସିଲା। ପୂରା ଗାଡ଼ି ଦୁହିଁଙ୍କ ଝଗଡ଼ା ବିଷୟରେ ଅଜ୍ଞ ଥିଲା। ଫକ୍ୟୁକ୍ସ ନିଜ ସମଗ୍ର ଶକ୍ତି ଲଗାଇ ଜକ୍ୟୁକ୍ସକୁ ଫିଙ୍ଗିଦେଲା, କିନ୍ତୁ ଜକ୍ୟୁକ୍ସ ପଡ଼ିଯାଇ ତା ବେକକୁ ଧରିଲା। ଉଭୟଙ୍କ ଭୟଙ୍କର ଚିତ୍କାର କ୍ଷଣଟି ଶୁଭି ଗାଡ଼ିର ଶବ୍ଦ ଭିତରେ ହଜିଗଲା। ଏଇଭଳି ଭାବେ ଦୁହେଁ ନିଜର ଅନ୍ତିମ ଯାତ୍ରା ବି ଏକାଠି କଲେ। ଗାଡ଼ି ବିନା ଚାଳକରେ ଦୌଡ଼ୁଥାଏ। କିଏ ଜାଣେ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଦୌଡ଼ୁଥିବା ଦୈତ୍ୟ ଧକ୍କା କରି ସେମାନଙ୍କୁ କେତେ ଜଣକୁ ଦଳିଚକଟି ଦେବ। କ୍ଳାନ୍ତ ନିଶାଗ୍ରସ୍ତ ଗୀତ ଗାଉଥିବା ସୈନିକ ଓ ଶସ୍ୟକୁଢ଼ରେ ଲଦା ହୋଇଥିବା ଅନ୍ଧ ଜାନୁଆରକୁ ମୃତ୍ୟୁ ଓ ବିନାଶର କ୍ଷେତରେ ଯେମିତି ମୁକ୍ତ ଭାବରେ ଛାଡ଼ି ଦିଆଯାଇଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ପାଶ୍ଚାତ୍ୟ
ଦାର୍ଶନିକ ପ୍ରକୃତିବାଦୀ ଆନ୍ଦୋଳନର ପୁରୋଧା ଏମିଲ ଜୋଲାଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର କ୍ଷୁଦ୍ର ଗଳ୍ପ ଯାହାର ଶୀର୍ଷକ ଥିଲା ମହାବିନାଶ। ଏହାର ଅନୁବାଦ କରିଥିଲେ ଆମ ସମୟର ବିଶିଷ୍ଟ ଅନୁବାଦିକା ବିଳାସିନୀ ମହାନ୍ତି। ଆଜିର ଅଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।